ଆଉ ପ୍ରଭୁଙ୍କର ନିକଟ ପ୍ରେଜ୍ ଦ ଲର୍ଡ ପୁଣି ପ୍ରେଜ୍ ଦ ଲର୍ଡ ଦିଦି, ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ ସୁନ୍ଦର ସମୟ ଦେଇଥିବା ନିମନ୍ତେ। ତ ସହିତ ମୋର ଜୀବିତ ପରମେଶ୍ୱରଙ୍କର ମହାନ ନାମକୁ ମୁଁ ଧନ୍ୟବାଦ ଦେବା ଶୌଚରେ ସ୍ଥାପନ କରୁ କରୁ ଆଜି ମୋତେ ରିଏଲି ମିନିଷ୍ଟ୍ରି ପରିବାର ମଧ୍ୟରେ ୱାର୍ସିପ୍ କରିବା ନିମନ୍ତେ ସୁଯୋଗ ଦେଇଥିବା ହୋଷ୍ଟ ଆଜ୍ଞାଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ କୃତଜ୍ଞତା ଜଣାଏ। ପୁଣି ଜଡ଼ିତ ଥିବା ପ୍ରତ୍ୟେକ ମୋର ପ୍ରିୟର ପ୍ରଭୁଙ୍କ ଦାସ ଦାସୀ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଆଉ ଶୁଭ ସକାଳ। ଆସନ୍ତୁ ଆମେମାନେ ଆଉ ସମୟର ବିଳମ୍ବ ନ କରି ଆମେ ପ୍ରଭୁଙ୍କର ଗୌରବ କରିଯିବା। ଆଉ ପ୍ରଭୁଙ୍କ ଗୌରବ କରିବା ନିମନ୍ତେ ଆମେ କେତୋଟି ଗୀତ ଗାନ କରି ଆମେ ଅଳ୍ପ ସମୟ ଆରାଧନା ମଧ୍ୟକୁ ଯିବୁ। ଚାହୁଁଛି ମୋ ମନ ପ୍ରିୟ ଯୀଶୁ ନାମେ ବିତି ଯାଏ ମୋ ଜୀବନ। ଚାହୁଁଛି ମୋ ମନ ପ୍ରିୟ ଯୀଶୁ ନାମେ ବିତି ଯାଏ ମୋ ଜୀବନ। ମୋ ମୁଖରେ ରହୁ ଦିବା ରାତି ସେହି ପ୍ରିୟ ନାମ। ଚାହୁଁଛି ମୋ ମନ ଦିନ ସରିଯାଏ ରାତି ପାଇଯାଏ ଆଖି ବୁଜି ଦେଲେ ତୁମରି ନାମରେ ମିଠା ହୋଇଯାଏ ହୃଦୟ ମୋହର କାଟେ ମୋ ଜୀବନ ତୁମରି ଆଶାରେ। ଦିନ ସରିଯାଏ ରାତି ପାଇଯାଏ ଆଖି ବୁଜି ଦେଲେ ତୁମରି ନାମରେ କାଟେ ମୋ ଜୀବନ ତୁମରି ଆଶାରେ ମିଠା ହୋଇଯାଏ ତୁମରି ନାମରେ। କଢ଼ାଇ ନିଅ হে ପ୍ରଭୁ ତୁମ ପାଶେ ହେବି ତୁମ ସନ୍ତାନ। ଚାହୁଁଛି ମୋ ମନ ପ୍ରିୟ ଯୀଶୁ ନାମେ ବିତି ଯାଏ ମୋ ଜୀବନ। ଚାହୁଁଛି ମୋ ମନ ପଡ଼ିଥିଲି ମୁଁ ଯେ ଜଗତ ଜାଲରେ ଥିଲା ମୋ ଜୀବନ ମିଛର ମାୟାରେ ନିଜ ପ୍ରାଣ ଦେଇ ଧଇଲ ମୋ ପାପ ଉଜ୍ଜଳ ହେଲି ମୁଁ ତୁମରି ରକତେ। ପଡ଼ିଥିଲି ମୁଁ ଯେ ଜଗତ ଜାଲରେ ଥିଲା ମୋ ଜୀବନ ମିଛର ସଂସାରେ ନିଜ ପ୍ରାଣ ଦେଇ ଧଇଲ ମୋ ପାପ ଉଜ୍ଜଳ ହେଲି ମୁଁ ତୁମରି ରକତେ। ତୁମେ ହିଁ ମୋ ଶକ୍ତି ତୁମେ ହିଁ ମୋ ମୁକ୍ତି ପ୍ରଭୁ କର ମୋତେ ନୂତନ। ଚାହୁଁଛି ମୋ ମନ ପ୍ରିୟ ଯୀଶୁ ନାମେ ବିତି ଯାଏ ମୋ ଜୀବନ। ମୋ ମୁଖରେ ରହୁ ଦିବା ରାତି ସେହି ପ୍ରିୟ ନାମ। ଚାହୁଁଛି ମୋ ମନ। ହାଲେଲୁୟା। ବାସ୍ତବରେ ମୋର ପ୍ରିୟର ପ୍ରଭୁଙ୍କ ଲୋକମାନେ ଆମେ ସଦା ସର୍ବଦା ଯେ ପ୍ରଭୁଙ୍କର ଗୌରବ କରିବା କାରଣ ପ୍ରଭୁ ଆମମାନଙ୍କୁ ଆମେ ସେ ପାପର ଜାଲରେ ପଡ଼ିଥିଲୁ ଏ ମିଛର ସଂସାରରେ ଆମେମାନେ ବୁଡ଼ି ରହିଥିଲୁ। ପ୍ରଭୁ ଆମମାନଙ୍କୁ ନିଜ ପ୍ରାଣ ଦେଇ ଆମମାନଙ୍କୁ ଉଦ୍ଧାର କରି ଆମମାନଙ୍କର ପାପରୁ ଆମମାନଙ୍କୁ ମୁକ୍ତି ଦେଇଅଛନ୍ତି। ଆଉ ଆମମାନେ ଆଜି ଧୌତ ହୋଇଅଛୁ ତାଙ୍କର ରକ୍ତ ଦ୍ୱାରା ଆଜି ଆମେ ଧୌତ ହୋଇଅଛୁ ପ୍ରଭୁଙ୍କର ରକ୍ତ ଦ୍ୱାରା ଆମେ ଶୁଦ୍ଧ ହୋଇଅଛୁ ପବିତ୍ର ହୋଇଅଛୁ। ଆସନ୍ତୁ ଆଉ ଗୋଟେ ଗୀତ ଗାନ କରି ଆମେ ପ୍ରଭୁଙ୍କର ଗୌରବ କରିଯିବା।
कुफारा मेरा तू ही है, सहारा मेरा तू ही है। कुफारा मेरा तू ही है, सहारा मेरा तू ही है। मैं तेरी राहों पर चलता रहूं मेरे खुदा, मैं तेरी राहों पर चलता रहूं मेरे खुदा। तेरे सिवा कोई नहीं जख्मों को जो भर सके, अपनी परों में तू छुपा बाहों में ले मुझे। तेरे सिवा कोई नहीं जख्मों को जो भर सके, अपनी परों में तू छुपा बाहों में ले मुझे। तसल्ली तेरी हाथों में, तेरे ही सीधे हाथों में। तसल्ली तेरी बातों में, तेरे ही सीधे हाथों में। मैं तेरी राहों पर चलता रहूं मेरे खुदा, मैं तेरी राहों पर चलता रहूं मेरे खुदा, मेरे खुदा, मेरे खुदा, मेरे खुदा, मेरे खुदा। कुफारा मेरे पापों का तू छुपने की तू ही जगह, राहों की है तू रोशनी, रुदा वदन की शिफा। मसा से मुझे भर दे तू, लहू से मुझे धो दे तू। मसा से मुझे भर दे तू, लहू से मुझे धो दे तू। मैं तेरी राहों पर चलता रहूं मेरे खुदा, मैं तेरी राहों पर चलता रहूं मेरे खुदा, मेरे खुदा, मेरे खुदा, मेरे खुदा, मेरे खुदा। जेउ न मोरी समस्त आंठू নত हुए, जेउ न मोरी सारा जगत को उद्धार मिले, ସେହି ପ୍ରଭୁ ଯୀଶୁଙ୍କୁ ମୁଁ ଦିନ ରାତି ପ୍ରଶଂସା କରେ, ସେହି ପ୍ରଭୁ ଯୀଶୁଙ୍କୁ ମୁଁ ଦିନ ରାତି ସ୍ତୁତି କରେ। ଯେଉଁ ନାମରେ ରୋଗ ବ୍ୟାଧି ସବୁ ଛାଡ଼ି ଯାଏ, ଯେଉଁ ନାମରେ ସମସ୍ତ କାର୍ଯ୍ୟ ସଫଳ ହୁଏ, ସେହି ପ୍ରଭୁ ଯୀଶୁଙ୍କୁ ମୁଁ ଦିବାରାତ୍ରି ପ୍ରଶଂସା କରେ, ସେହି ପ୍ରଭୁ ଯୀଶୁଙ୍କୁ ମୁଁ ଦିନ ରାତି ସ୍ତୁତି କରେ। ତାହାଙ୍କ ବାକ୍ୟ ପାଳନ କରେ ଯେ ଧନ୍ୟ ହୋଇଯାଏ ଏ ଜୀବନରେ, ସତ୍ୟ ପଥରେ ସେ ନିଅନ୍ତି, ଝୁଣ୍ଟି ପଡ଼ିଲେ ସେ ଧରନ୍ତି। ତାଙ୍କ ବାକ୍ୟ ଅଟେ ସୁମଧୁର, ତାଙ୍କୁ ଜପୁଥିବି ମୁଁ ସାରା ଜୀବନ। ଯେଉଁ ନାମରେ ଭୂତ ପ୍ରେତ ସବୁ ଛାଡ଼ି ଯାଆନ୍ତି, ଯେଉଁ ନାମରେ ପ୍ରାର୍ଥନାର ସବୁ ଉତ୍ତର ଆସେ,
ସେହି ପ୍ରଭୁ ଯୀଶୁଙ୍କୁ ମୁଁ ଦିବାରାତ୍ରି ପ୍ରଶଂସା କରେ। ସେହି ପ୍ରଭୁ ଯୀଶୁଙ୍କୁ ମୁଁ ଦିବାରାତ୍ରି ସ୍ତୁତି କରେ। ଚାରି ପ୍ରାଣୀ 24 ପ୍ରାଚୀର ଦିବାରାତ୍ର ତାଙ୍କ ସ୍ତୁତି କରନ୍ତି। ଚାରି ପ୍ରାଣୀ 24 ପ୍ରାଚୀନ ଦିବାରାତ୍ରି ତାଙ୍କ ସ୍ତୁତି କରନ୍ତି। ତୁମ୍ଭ ଗୌରବ ସମ୍ଭ୍ରମ ପରାକ୍ରମ ତୁମେ ସମସ୍ତ ସୃଷ୍ଟି କରିଛ। ତୁମେ ପଥ ସତ୍ୟ ଜୀବନ ପୃଥିବୀ ସାରା ଜୀବନ ଯେଉଁ ନାମରେ ସାରା ଜଗତକୁ ଶାନ୍ତି ମିଳେ, ଯେଉଁ ନାମରେ ସାରା ଜଗତକୁ ମୁକ୍ତି ମିଳେ, ସେହି ପ୍ରଭୁ ଯୀଶୁଙ୍କୁ ମୁଁ ଦିନରାତି ପ୍ରଭୁ ଯୀଶୁଙ୍କୁ ମୁଁ ଦିନ ରାତି ସ୍ତୁତି କରେ। ସେହି ପ୍ରଭୁ ଯୀଶୁଙ୍କୁ ମୁଁ ଦିନ ରାତି ପ୍ରଶଂସା କରେ। ସେହି ପ୍ରଭୁ ଯୀଶୁଙ୍କୁ ମୁଁ ଦିନ ରାତି ସ୍ତୁତି କରେ। थैंक यू लॉर्ड, थैंक यू होली स्पिरिट, थैंक यू होली स्पिरिट। हालेलुया, हालेलुया। धन्यवाद, 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 धन्यवाद। पवित्र पवित्र जीवन तो खादक ओळ्या गाडी असली नाही की धन्यवाद दौचु पवित्र परमेश्वर तम नाम को जे उच्चरे स्थापित करू करू प्रभु ए प्रभात समय प्रभु तुमर प्रांगण रे तुमर रब शुणिबा निमंते प्रभु रियल मिनिस्टर परिवार प्रभु तमे रात धन्यवाद दौचु राजा। आमे तुम नाम को उच्चरे स्थापित करूछु मोर आबा परमेश्वर। सूर्यर उदय स्थान ठारू अस्त स्थान पर्यंत जे तुम्भर नाम प्रशंसनीय, तुम्भर नाम गौरवमय। जार आसन ऊर्ध्वरे से जीवित परमेश्वरंकर शरणागत होइछु प्रभु राजा। एतेबेले मु प्रत्येकंकु तुम पवित्र हस्तरे समर्पण करूअछि। प्रत्येकंकर हृदय मन आत्मा को शरीर को तुम पवित्र हस्तरे धोउछि राजा। प्रत्येकंकु तुम स्पर्श कर, पवित्र कर महान परमेश्वर। तुमर उपस्थिति को ही जगार रख, तुमर सामर्थ्य को एठारे ढाली दियो पवित्र परमेश्वर राजा। प्रभु तुम महान परमेश्वर, तुमर विविध दया सकाश प्रभु तुम आज अमान को विनष्ट हेबा पई देलो नाई पिता। तुम महा अनुग्रह हरि प्रभु तुम महाकरुणा रे तुमर योजना अनुसार पवित्र परमेश्वर तुम आज अम्मान को जीवित मानक मध्यरु जीवित रखी अछ पिता। पुणी राजा तुमर गौरव प्रशंसा करिबा निमंते तुमर निकटवर्ती आम प्रत्येक अंक करछ राजा गो। आमे तुमको धन्यवाद दौछ राजा। आमे पापी अकिंचन अयोग्य हेले सुधा प्रभु तुम आम्मानकर पाप को अपराध को गणना न करी राजा तुम सानिध्य मध्यरे आसी पवित्र परमेश्वर प्रभु तुमर उपस्थिति को अनुभव करी प्रभु राजा। महान परमेश्वर प्रभात समय रे पिता तुम आम मान को आत्मिक जीवन रे वर्धिष्णु कराओ पवित्र परमेश्वर। ए अंतिम दिन रे जे पवित्र पिता आमे पहुंचीचु आमानकर जीवन रो वेदी को आमे किभଳି पवित्र करी पारिबु राजा। तुमर पवित्र आत्मांकर इंगित रे तुम आम मान को चलाओ प्रभु। तुम बिना जे हमरो किछ नुहे पवित्र परमेश्वर। तुम बिना जे आमे कोनोसी कार्य करि पारिबु नाही प्रभु। तुम बिना जे कोनोसी साधित हमर कार्य होई पारिबो नाही प्रभु। तुम आमान को दया करो, तुमर दया दृष्टि प्रभु एठारे रख पवित्र पिता। ए परिवार मध्य तुमर अनुग्रह को, तुमर आशीष को, तुमर दया को तुम ढाली दियो पवित्र परमेश्वर राजा। एठारे जड़ित थिबा प्रत्येक को तुम प्रार्थनार योद्धा करो प्रभु। ए जगह तुमर महिमा को प्रकाशमान करो। एठारे जड़ित थिबा प्रत्येक हृदय, प्रत्येक आत्मा को तुम पवित्र हस्तरे समर्पण करूअछि। प्रत्येक को तुम नाम धरी धरी आशीर्वाद करो। हे मोर जीवित सदा प्रभु राजा। दक्षिण हस्तरे जे प्रभु
तुम्हें प्रभु वीरर कर्म करिबा परमेश्वर दक्षिण हस्तरे आशीर्वाद करिबा परमेश्वर पिता हमें तुमको धन्यवाद दउछु पवित्र परमेश्वर चारि प्राणी 24 प्राचीन जे दिवा रात्र तुमर दूत माने तुमर स्तुति प्रशंसा करूछन्ति सेही परि राजा मान कर भलिया अयोग्य को राजा तुम्हें आज बाचिलो पिता तुम्हें अम्मान को मातार गर्भरु चयन कलो प्रभु तुमर सेवा निमंते पिता पुणी राजा हमर आकृति को हमर नाम को जे तुम्हें तुमर हस्त पापुरे खोदित करियछ पिता से निमंते आमे तुमको धन्यवाद दउछु तुमर अतुलनीय प्रेम तुमर अकथनीय प्रेम तुमर अविश्वसनीय उत्तमता निमंते प्रभु आमे तुमको धन्यवाद दउछु पिता कौन दे जे प्रभु आमे तुमको संतुष्ट करि पारिबु प्रभु आमे अयोग्य प्रभु राजा प्रभु आमर ये हृदयर बलि को आपन भग्ना अंतकरण बलि को प्रभु ये प्रभात समय रे प्रभु तुम समीप निकट में आम समर्पण करुछु राजा तुम्हें दया कर प्रभु आमर प्रार्थना आमर आराधना आमर विनती रे प्रभु तुम कर्णपात कर प्रभु अपना कर्ण को तुम्हें फेराओ नाई पवित्र परमेश्वर राजा आम तुमको धन्यवाद दउछु पिता से दिन तुम्हें मत्स्या प्रार्थना रे प्रभु माना को वर्षाई राजा तुम्हें जिहसुओं प्रार्थना रे सूर्य चंद्र को स्थगित करिथिल तुम्हें एलियों प्रार्थना रे अग्नि मध्य उत्तर देइथिलो तुम दानिएल प्रार्थना रे प्रभु सिंहर मुख को बंद करी पुणी राजा हाना प्रार्थना रे तार वृद्ध गर्भ को तुम फिटाई राजा तुम जुनोस प्रार्थना रे मत्स्य उदर तुम रक्षा करिथिलो प्रभु ए मु प्रार्थना करूछि एही समय रे प्रभु एठारे जड़ित थिबा प्रत्येक को तुम पवित्र हस्त रे समर्पण करूछि राजा ए प्रभात समय जदि अबा प्रभु आमे अन्य मनस्क प्रभु राजा आमे भार चिंताग्रस्त प्रभु रोगाग्रस्त होठारे आसीअछु जीशु नाम रे प्रत्येक बंधन छिंडी जाओ जीशु नाम रे प्रत्येक डेविल स्पिरिट कार्य करुवा हर एक दुष्ट आत्मा को आम अग्राह्य करुअछु प्रभु प्रत्येक ऊपर तुम सामर्थ्य को अभिषेक को प्रभु तुम ढाली दियो पवित्र परमेश्वर प्रत्येक को तुम आशीर्वाद करो प्राचुर मात्रा रे आशीर्वाद करो प्रभु हालेलुया थैंक यू लॉर्ड थैंक यू होली स्पिरिट वी वर्शिप योर होली नेम पिता में धन्यवाद दउछु राजा धन्यवाद दउछु पवित्र परमेश्वर तुमर प्रेम निमंते हालेलुया हालेलुया थैंक यू लॉर्ड श्याम से चारों पे है मेरे यीशु की आराधना रात और दिन सुबह और शाम मेरे यीशु की आराधना आराधना यीशु को आराधना यीशु को आराधना यीशु को आराधना यीशु को यस लॉर्ड आराधना यीशु को आराधना यीशु को चाहे कुछ भी हो जाए आराधना में करता रहूं गम की बादल आओ खुशियाँ आराधना में करता रहूं आराधना यीशु को आराधना यीशु को आराधना यीशु को आराधना आत्मा को आराधना पिता को आराधना प्रभु को आशीष मुझको मिले ना मिले आराधना में करता रहूं चंगाई मुझको मिले ना मिले आराधना में करता रहूं आराधना पिता को आराधना आत्मा को आराधना यीशु को आराधना यीशु को यस लॉर्ड पवित्र परमेश्वर राजा
आशीष अम्मान को मिले ना मिले प्रभु राजा आमे सुस्थता पाइबु किंबा न पाइबु पवित्र परमेश्वर राजा आमे तुमर आराधना सर्वदा जे करिथिबु प्रभु ए मुख दे तुमे नित्य नित्य गौरव प्रशंसा महिमा नित्य हो पवित्र परमेश्वर से निमंते तुमर वाक्य लेखा जाए तुम्हें आम मान को तुम्हें प्रभु अपना सृष्टि को अम्मान को निमंते राजा तुमर प्रशंसा वर्णना करबा निमंते प्रभु तुम्हें आम मान को सृष्टि कर प्रभु जीवन शेष पर्यंत प्रभु आमे तुमर गौरव प्रशंसा को वर्णना जे करि पारिबु पिता तुम्हें साहाय्य कर पवित्र परमेश्वर राजा तुम्हें साहाय्य कर प्रभु अम्मान को दया कर पवित्र परमेश्वर तुम सामर्थ्य तुम अभिषेक करे प्रभु अम्मान को परिपूर्ण कर पवित्र परमेश्वर राजा आमे तुमको धन्यवाद दौचु हालेलुया थैंक यू लॉर्ड थैंक यू Holy Spirit, thank you, Holy Spirit, thank you, Holy Spirit. सर्वशक्तिमान जीवंत कार्य साधक प्रेमिक परमेश्वर दयालु पिता एते बेला तुमको धन्यवाद दौ दौ प्रभु तुमर गौरव प्रशंसा करबा निमंते पिता तुम्हें साहाय्य कल धन्यवाद दौची पवित्र परमेश्वर राजा आगामी समय वाक्यर समय आज जे प्रभु महिला सहभागिता जड़ित थिबा प्रभु प्रत्येक तुम पवित्र हस्तर समर्पण करूची तुम उपस्थिति मध्य आज तुम जो दासी को मनोनीत करियछ प्रभु तुम जीवंत कार्य साधक वाक्य को परिप्रकाश करबा निमंते प्रभु तुम्हें पवित्र आत्मा द्वारा तुम दासी को मुख दे आम समस्त जीवन द्वारा कथा कह प्रभु आम मानकर प्रत्येक कर्ण को प्रभु तुम्हें उन्मुक्त कर आज वाक्य जे प्रभु आम हृदय कार्यकारी हो प्रभु बहु मात्रा जे फल उपदय कर एक नूतन नूतन बीज अंकुरित हो आम मानकर आत्मिक जीवन अभिवृद्धि हो पार प्रभु से निमंते तुम्हें साहाय्य कर प्रार्थना करे प्रभु होस्ट आज्ञा को सेवा कार्य को प्रभु तांकर पारिवारिक जीवन को व्यक्तिगत जीवन को पवित्र हस्तर समर्पण करुच्ची प्रचुर मात्रा रे प्रभु अभिषेक सहित प्रभु सामर्थ्य सहित प्रभु आत्मा को सहित प्रभु राजा तुम दासों को तुम्हें माइटली यूज कर प्रभु अन्य अन्य जगह मान करे प्रभु हर एक आत्मा को प्रभु राजा आणिबा निमंते पिता तुम्हें साहाय्य कर बाहुल्य मात्रा रे प्रभु तुम राज्य निमंते व्यवहार कर बोली मु प्रार्थना करुचे प्रेजेडिंग करुवा दीदी निमंते प्रभु मध्यस्थ प्रार्थना रे जेते जन भी सहयोग करी प्रत्येक को तुम्हें नाम धरी धरी आशीर्वाद कर यही समय प्रभु वाक्यर समय जाग्रत सुस्थिर सहित तुम वाक्य को ग्रहण कर आत्मिक जीवन को परितृप्त करने निमंते तुम्हें साहाय्य कर जड़ित थी प्रत्येक हृदय प्रत्येक आत्मा को तुम्हें स्पर्श कर प्रभु तुम आगमन जे विलंब हुए पुनर्बार तुम सानिध्य आसी तुम गौरव प्रशंसा करने निमंते तुम्हें साहाय्य कर समस्त विषय को तुम पवित्र हस्तर समर्पण करू करू आदर महिमा गौरव प्रशंसा जे तुमको दे ए छोट निवेदन जीशु जीवित महानाम मागिले पिता आमीन 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 धन्यवाद दीदी सुजोग देथिबा निमंते बहुत बहुत धन्यवाद प्रेज द लॉर्ड समस्त धन्यवाद भौणी विशेष विशेष धन्यवाद दिए उत्तम भाव में केतोटी गीत गान कले प्रार्थना मध्य समस्त विषय रे प्रार्थना करिसंती प्रभु बहुल भाव में आशीर्वाद करंतु ए प्रकार अनेक जगह रे व्यवहार करंतु ऑफलाइन रे ऑनलाइन रे व्यवहार करी आ परिवार को आपनको परिवार को आशीर्वाद करंतु एई समय आमे मुख्य समय को आसी अछु प्रार्थना करा जाय अछि आ प्रार्थना करबा नै विलंब होबो आमे मुख्य समय को आसी अछु प्रभुଙ୍କର से जीवंत वाक्य सत्यर वाक्य सुनिबा निमंते आज जो मुख बाछी अछंती प्रभुଙ୍କର दासी को प्रभु आज बाछी अछंती आमन को वाक्य परिवेषण करबा निमंते प्रभुଙ୍କ दासी को आह्वान करबा पूर्वरु जिहिजिकल 3:27 पर्व पाठ करिबी समस्ते वीडियो ऑन करले भल लागि थांता वीडियो ऑन करंतु मात्र आंबे तुम्भ संगे कथा कहवा समय रे तुम्भ मुख फिटाइबा तहिरे तुम्भे से मानकु कहिबो प्रभु सदा प्रभु एही कथा कहंती मात्र आंबे तुम्भ संगे कथा कहवा समय रे तुम्भ मुख फिटाइबा तहिरे तुम्भे से मानकु कहिबो प्रभु सदा प्रभु एही कथा कहंती प्रभु आपण वाक्य रे प्रभुଙ୍କର दासी को आशीर्वाद करंतु आ तांको मुख पात्र हे कथा कहंतु तांकर से जीवंत वाक्य आ प्रभुଙ୍କ दासी रो मुख पात्र हे कथा कहंतु आशीर्वाद करंतु एई समय रे आ मो प्रभुଙ୍କର दासी एलिना बेहरा को आह्वान करूछि एई समय ठारू आ तांकर वाक्य परिवेषण करिवार समय प्रेज द लॉर्ड मैडम प्रेज द लॉर्ड Praise the Lord. Praise the Lord.
थैंक यू सो मच। प्रभु को महान नाम को धन्यवाद दौची। प्रभु पुनर्बार सुंदर सुजोग कर देइचंती, सुंदर सहभागिता पई आउ थरे हमको साहाय्य कले नूतन दिन रे, सेति पई प्रभु को धन्यवाद दउची। पीटर आज्ञा को मध्य धन्यवाद दउची, से भी सुंदर सुजोग करिसंती मो पई का। प्रभु तांकु आ मिनिस्ट्री को आशीर्वाद करंतु। उपस्थित प्रत्येक को मोर ख्रीष्ट प्रेम नमस्कार जणाए। तेबे आसतंतु माने आजिर चिंतार विषय चिंता करिबा। प्रथम वंशावली जहाँकि आपण माने पाइबे, प्रथम वंशावली 13 पर्व 6 पदरु नेकी शेष पद जाए मु पाठ करूची, तापरे आमने देखिबा। आ किरुबगण मध्यरे उपविष्ट सदाप्रभुଙ୍କ नामरे ख्यात परमेश्वरଙ୍କ सिंधुकକୁ जिहुदार अधिकारस्थ बालारु अर्थात किरियत जियारिमरु आनिबा ପାଇଁ ଦାଉଦ ଓ ସମଗ୍ର ଇସ୍ରାଏଲ ସେ ସ୍ଥାନକୁ ଗଲେ। ପୁଣି ସେମାନେ ଗୋଟିଏ ନୂଆ ସକଟରେ ପରମେଶ୍ୱରଙ୍କ ସିନ୍ଦୁକକୁ ଅବିନାଦବର ଗୃହରୁ ବାହାର କରି ବୋହି ଆଣିଲେ। ଆଉ ଉଷ ଓ ଅହିୟ ସେହି ସକଟ ଚଳାଇଲେ। ପୁଣି ଦାଉଦ ଓ ସମଗ୍ର ଇସ୍ରାଏଲ ପରମେଶ୍ୱରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳ ଓ ତୁରୀ ବଜାଇଲେ। ଆଉ ସେମାନେ କିଦୋନ ନାମକ ଶସ୍ୟମର୍ଦ୍ଧନ ସ୍ଥାନରେ ଉପସ୍ଥିତ ହୁଅନ୍ତେ। ବଳଦ ମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ସିନ୍ଧୁକ ଧରିଲା। ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସିନ୍ଧୁକ ପ୍ରତି ହସ୍ତ ବିସ୍ତାର କରିବା ହେତୁରୁ ସେ ତାହାକୁ ଆଘାତ କଲେ। ତହୁଁ ସେ ସେଠାରେ ପରମେଶ୍ୱରଙ୍କ ସାକ୍ଷାତରେ ମଲା। ପୁଣି ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ। ଏଣୁ ସେ ସେହି ସ୍ଥାନର ନାମ ପେରସ ଉଷ ରଖିଲେ। ଆଜି ପର୍ଯ୍ୟନ୍ତ ସେହି ନାମ ଅଛି। ଆଉ ଦାଉଦ ସେହି ଦିନ ପରମେଶ୍ୱରଙ୍କ ବିଷୟରେ ଭୟ ପାଇ କହିଲେ, ମୁଁ କି ରୂପେ ପରମେଶ୍ୱରଙ୍କ ସିନ୍ଧୁକ ମୋ କତିକି ଗୃହକୁ ଆଣିବି। ତହୁ ଦାଉଦ ନଗରକୁ ଆପଣା କତିକି ସିନ୍ଧୁକ ଆଣିଲେ ନାହିଁ, ମାତ୍ର ତାହା ନେଇ ପଥ ପାର୍ଶ୍ୱସ୍ଥ ଗାଥିୟ ଓବେଦ ଇଦୋମର ଗୃହରେ ରଖିଲେ। ତହିଁରେ ପରମେଶ୍ୱରଙ୍କ ସିନ୍ଧୁକ ଓବେଦ ଇଦୋମର ପରିବାର ସହିତ ତାହାର ଗୃହରେ 3 ମାସ ରହିଲା। ପୁଣି ସଦାପ୍ରଭୁ ଓବେଦ ଇଦୋମର ଗୃହକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କଲେ। ପ୍ରଭୁ ଏହି ପଠିତ ଶାସ୍ତ୍ରାଂଶରେ ଆଶୀର୍ବାଦ କରନ୍ତୁ। ଆମେ ପଦେ ପ୍ରାର୍ଥନା କରିକି ବାକ୍ୟ ମଧ୍ୟକୁ ପ୍ରବେଶ କରିବା। ଅତ୍ୟନ୍ତ ପ୍ରେମିକ ଦୟାଳୁ ସ୍ୱର୍ଗୀୟ ପିତା, ତୁମ ପବିତ୍ର ମହାନ ନାମର ଧନ୍ୟବାଦ ଦଉଛୁ ବାପା। ତୁମେ ଆମକୁ ସୁନ୍ଦର ସୁଯୋଗ ଦେଲ ପ୍ରଭୁ, ତୁମରି ଚରଣ ନିକଟବର୍ତ୍ତୀ ହେଇ ପ୍ରଭୁ ତୁମରି ମୁଖ ନିଃସୃତ ବାକ୍ୟ ଶୁଣିବା ପାଇଁ, ତୁମକୁ ଜାଣିବା ପାଇଁ, ସେଥିପାଇଁ ଧନ୍ୟବାଦ ଦଉଛି ବାପା। ତୁମେ ତୁମର ଉପସ୍ଥିତି ଦିଅ, ମୁଖପାତ୍ର ତୁମେ ହୁଅ ବାପା। ଆମେ ପ୍ରତ୍ୟେକ ଯେଭଳି ତୁମରି ସ୍ୱର ଶୁଣିବୁ, ତୁମେ ସାହାଯ୍ୟ କର। ନିଜ ନିଜକୁ ସମର୍ପିତ ହୋଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ସେଇ ସ୍ଥାନରେ ଆମେ ଗୋଟେ ବିଷୟ ଦେଖୁଛୁ, ଗୋଟେ ଘଟଣା। ସେଇ ସିନ୍ଧୁକ ଆଣିବା ପାଇଁ ଯେତେବେଳେ ଦାଉଦ ଇଚ୍ଛା କରୁଛନ୍ତି, ଆଉ ସେ କଣ କରୁଛନ୍ତି ନା ଗୋଟେ ନୂଆ ଶଗଡକୁ ବନଉଛନ୍ତି। ବନେଇକି ଉଷ ଆଉ ଅହିୟ ସେଇ ଶଗଡକୁ ସେ ଚଲେଇକି ନେଇକି ଆସୁଛନ୍ତି। ଆଇଲା ବେଳେ ବାଟରେ କଣ ହଉଛି ନା ବଳଦ ମାନେ ଟିକେ ଏପଟ ସେପଟ ହଉଛନ୍ତି। ଅମଣା ହେବାରୁ ସେଇ ସିନ୍ଧୁକଟା ଟଳି ପଡୁଛି। ଯେତେବେଳେ ଟଳି ପଡୁଛି ସେତେବେଳେ ଉଷ କଣ କରୁଛନ୍ତି, ତାକୁ ହାତ ବଢେଇକି ଧରି ଦଉଛନ୍ତି। ଫଳରେ କଣ ହଉଛି ନା ପରମେଶ୍ୱରଙ୍କର କ୍ରୋଧ ପ୍ରଜ୍ୱଳିତ ହଉଛି, ଆଉ ସେ ସେଇ ସ୍ଥାନରେ ତାଙ୍କର ମୃତ୍ୟୁ ଘଟୁଛି। ତ ଯେତେବେଳେ ମୃତ୍ୟୁ ଘଟୁଛି ସେତେବେଳେ ଆମେ ଦେଖୁଛୁ, ଆଉ ଦାଉଦ କଣ କରୁଛନ୍ତି ନା ଅସନ୍ତୁଷ୍ଟ ହଉଛନ୍ତି। ଆଉ ସେ ଭୟ ପାଉଛନ୍ତି ଯେ ମୁଁ ଏଇଟାକୁ କେମିତି ନେଇକି ଯିବି ବୋଲି, ଦାଉଦ ନଗରକୁ ମୁଁ କେମିତି ନେବି। ତ ସେ ବାଟ ପାଖରେ ଜଣେ ଓବେଦ ଇଦୋମ ବୋଲି ଅଛନ୍ତି, ତାଙ୍କର ଗୃହରେ କଣ କରୁଛନ୍ତି, ସେଇ ନିୟମ ସିନ୍ଧୁକଟି ସେ ରଖି ଦଉଛନ୍ତି। ଯେତେବେଳେ ରଖି ଦଉଛନ୍ତି 3 ମାସ ଯାଏ ରହିଲା ଫଳରେ ଦେଖୁଛନ୍ତି ଦାଉଦ ଯେ ପ୍ରଭୁ ତାକୁ ତ ଆଶୀର୍ବାଦ କରୁଛନ୍ତି, ଓବେଦ ଇଦୋମକୁ, ଆଉ ତାର ଗୃହର ସବୁ ବିଷୟକୁ ତ ପ୍ରଭୁ ଆଶୀର୍ବାଦ କରୁଛନ୍ତି ବୋଲିକା ସେ ଦେଖୁଛନ୍ତି। ତ ଏଇଠି ଆମେ ଗୋଟେ ଘଟଣା ଦେଖୁଛୁ। ସେଇ
ସିନ୍ଧୁକ ପାଇଁକା ଜଣକର ମୃତ୍ୟୁ ହେଇଯାଉଛି, ଆଉ ଅନ୍ୟ ପକ୍ଷରେ ଦେଖୁଛୁ ସେଇ ସିନ୍ଧୁକ ପାଇଁକା ଆଉ ଜଣକର ଆଉ ଗୋଟେ ଜଣକର ଆଶୀର୍ବାଦ ବି ହଉଛି, ଆଉ ତାଙ୍କ ପରିବାରର ବି କଣ ହଉଛି ନା ଆଶୀର୍ବାଦ ହଉଛି। ତ ଯାହାର ଯିଏ ବିନଷ୍ଟ ହେଲେ ବା ମୃତ୍ୟୁ ହେଲେ ବା ପ୍ରଭୁ ଯାହା ଉପରେ କ୍ରୋଧ କଲେ ଆମେ କଣ ପାଇଁ କଲେ ସେଇଟା ଜାଣିପାରିବା, ଆଉ ଯାହାକୁ ପ୍ରଭୁ ଆଶୀର୍ବାଦ କଲେ କଣ ପାଇଁ କଲେ ସେଇଟା ବି ମଧ୍ୟ ଆମେ ଜାଣିପାରିବା। ତ ପ୍ରଥମ ବିଷୟ କହିବାକୁ ଚାହିଁବି ଯେ ଏଇ ସିନ୍ଧୁକ ସବୁବେଳେ କଣ କରିଥାଏ ନା ଆଶୀର୍ବାଦକୁ ନେଇ ଆସିଥାଏ। ନିୟମ ସିନ୍ଧୁକ କହିଲେ ପରମେଶ୍ୱରଙ୍କର ଉପସ୍ଥିତି କି ବୁଝାଏ, ସବୁବେଳେ ପରମେଶ୍ୱରଙ୍କର ଉପସ୍ଥିତି କି ତାହା ବୁଝାଏ। ଯଦି ଆମେ ଜିହୋସିଓ ଦେଖିବା ତାର 3 ପର୍ବ 14 ପଦ ଠାରୁ 16 ପଦ କେହି ପାଇଲେ ପାଠ କରିଦେବେ। ସେଇଠି ଆମେ ଦେଖୁଛୁ ଯେତେବେଳେ ନିୟମ ସିନ୍ଧୁକ ଧରିକି ଯାଜକ ମାନେ ପାରି ହଉଛନ୍ତି, ଜର୍ଦ୍ଦନ ପାରି ହଉଛନ୍ତି, ସେତେବେଳେ କଣ ହଉଛି ନା ତାହା ଶୁଷ୍କ ଭୂମି ହେଇଯାଉଛି, ଆଉ ଲକ୍ଷ ଲକ୍ଷ ଲୋକ ସେଇ ବାଟ ଦେଇକି ପାରି ହଉଛନ୍ତି। ଜିହୋସିଓ 3 14 16। ସେତେବେଳେ ଲୋକମାନେ ଜର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ବୁରୁ ଯାତ୍ରା କରନ୍ତେ ଯାଜକମାନେ ନିୟମ ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ। ଆଉ ଯଦ୍ୟପି ଶସ୍ୟ ଛେଦନର ସମସ୍ତ କାଳ ଜର୍ଦ୍ଦନର ସବୁ ତୀର ଉପରକୁ ବଢି ଉଠେ, ତଥାପି ସିନ୍ଦୁକ ବାହକମାନେ ଯେତେବେଳେ ଜର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରାରେ ସିନ୍ଦୁକ ବାହକ ଯାଜକମାନଙ୍କର ପାଦ ଜଳରେ ଡୁବିବା ମାତ୍ର ଊର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ତପିତ ହୋଇ ସତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା। ପୁଣି ପଦାଭୂମିର ସମୁଦ୍ର ଅର୍ଥାତ୍ ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା। ତହିଁରେ ଲୋକମାନେ ଜିରିହ ସମ୍ମୁଖରେ ପାର ହୋଇଗଲେ। ଆମେନ୍। ତ ଏଇ ସ୍ଥାନରେ ଆମେ ଦେଖୁଛୁ ଗୋଟେ ବିଷୟ କଣ ନା, ସେଇ ଯେତେବେଳେ ଯାଜକ ମାନେ ସିନ୍ଧୁକ ଧରିକି ଯାଉଛନ୍ତି ଆଉ ସେମାନଙ୍କର ପାଦ ସେ ପାଣିରେ ପଡିବା ମାତ୍ରେ ଡୁବିବା ମାତ୍ରେ ତାହା କଣ ହଉଛି ସ୍ଥଗିତ ହେଇଯାଉଛି। ଅତି ଜୋରର ଜଳଧାରା ଜଳସ୍ରୋତ ସେଇଠି ବହୁତ ପାଣି, ତଥାପି ସେଇଠି କଣ ହଉଛି ନା ରାସ୍ତା ହେଇଯାଉଛି ଆଉ ଏମାନେ ପାର ହେଇକି ଯାଉଛନ୍ତି। ଏଇଟା ପ୍ରଭୁଙ୍କର ଉପସ୍ଥିତି କି ସବୁବେଳେ ବୁଝାଏ, ଆଉ ତାଙ୍କର ଲୋକମାନଙ୍କୁ ମଧ୍ୟ ଆଶୀର୍ବାଦ ଆଣି ଦେଇଥାଏ। ଏଇଟା ହଉଛି ପ୍ରଥମ ବିଷୟ। ଦ୍ଵିତୀୟ ବିଷୟ ଆମେ ଜାଣିଛୁ ସମସ୍ତେ ଜିହୋଶୁଆ 6 ପର୍ବ 12 ପଦରୁ ସେଇ 20 ପଦର ଘଟଣା, ଯେତେବେଳେ ଯାଜକ ମାନେ ସେ ନିୟମ ସିନ୍ଧୁକ ଧରିକି ଜିରିହ ପ୍ରାଚୀରରେ ଚତୁଃପାର୍ଶ୍ବରେ ପ୍ରଦକ୍ଷିଣ କରୁଛନ୍ତି, ସପ୍ତମ ଦିନରେ ତାହା କଣ ହଉଛି ପଡିକି ଭୂମିସାତ ହେଉଛି। ଏତେ ଉଚ୍ଚ ପ୍ରାଚୀର, ଏତେ ଶକ୍ତ ପ୍ରାଚୀର, ତାହା ମଧ୍ୟ କଣ ହେଇଯାଉଛି ଭୂମିସାତ ହେଇଯାଉଛି, ଆଉ ପ୍ରଭୁଙ୍କର ଲୋକମାନେ ସେ ଦେଶ ଅଧିକାର କରିବା ପାଇଁକା ସକ୍ଷମ ହେଇପାରୁଛନ୍ତି। ଏହା କେତେବେଳେ ହେଇପାରୁଛି? ସେ ସିନ୍ଧୁକ ଧରିକି ପ୍ରଦକ୍ଷିଣ କରିବା ସମୟର ଘଟଣା। ତାପରେ ଆମେ ଏଇ ତୃତୀୟ ଆଶୀର୍ବାଦ ଟା ଏଇ ଅଂଶରେ ଆମେ ଦେଖୁଛୁ କଣ ନା ଓବେଦିଦମକୁ ପ୍ରଭୁ ଆଉ ତାର ଗୃହକୁ ପ୍ରଭୁ କଣ କରୁଛନ୍ତି? ଆଶୀର୍ବାଦ କରୁଛନ୍ତି। ତ କହିବାର ଉଦ୍ଦେଶ୍ୟ, ପ୍ରଭୁ ସବୁବେଳେ ଚାହାନ୍ତି ଯେତେବେଳେ ଆମେ ପ୍ରଭୁଙ୍କର ପାଇଁକା କାର୍ଯ୍ୟ କରୁ, ପ୍ରଭୁଙ୍କର ପାଇଁ କିଛି ବିଷୟ ଆମେ କରୁନା, ସବୁବେଳେ ନିଜକୁ ପବିତ୍ର କରିବାର ଆବଶ୍ୟକ, ନିଜକୁ ସବୁବେଳେ ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି। କିନ୍ତୁ ସେଦିନ ସେ କଣ କରୁଛନ୍ତି ନା, ସେ ପ୍ରଭୁଙ୍କର ସିନ୍ଧୁକ ପ୍ରଭୁ ବି ଚାହିଁଥିଲେ ରକ୍ଷା କରିପାରିଥାନ୍ତେ, କିନ୍ତୁ ସେ ନିଜର ଭାବିକି ପଡିଯିବ କହିକି ସେ କଣ କରୁଛନ୍ତି? ତାକୁ ଧରୁଛନ୍ତି। ଫଳରେ ପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଉଛି। କହିବାର ଉଦ୍ଦେଶ୍ୟ, ଆଜି ଆମେ ପ୍ରଭୁଙ୍କର କାର୍ଯ୍ୟ କରିବା ପାଇଁ ଯେତେବେଳେ ନିଜକୁ ସମର୍ପଣ କରୁଛୁ, ଆମେ କଣ କରିବା ଆବଶ୍ୟକ? ସବୁବେଳେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ, ପବିତ୍ର ରହିବାର ଆବଶ୍ୟକ ରହିଛି। ଅନେକ ସମୟରେ କଣ ହୁଏ ନା, ଆମେ ଛୋଟ ବିଷୟ ବି ହଉ, ମ୍ୟୁଜିକ ଇନଷ୍ଟ୍ରୁମେଣ୍ଟ ଆମେ ବଜେଇ ଥାଉ, ଆମେ ପ୍ରଭୁଙ୍କ ପାଇଁ ୱର୍ସିପ କରିଥାଉ, ଆମେ ପ୍ରଭୁଙ୍କ ପାଇଁ ବାକ୍ୟ ପ୍ରଚାର କରିଥାଉ, କିନ୍ତୁ ଜୀବନର ପ୍ରସ୍ତୁତି ସେଇଭଳି ହେଇନଥାଏ।
ତେଣୁ ପ୍ରଭୁ ଆଜି ଆମ ସମସ୍ତଙ୍କଠୁ ଚାହାନ୍ତି ଯେ ଆମେ ଗୋଟେ ଅବହେଳିତ ଜୀବନରେ ପ୍ରଭୁଙ୍କର କାର୍ଯ୍ୟ ଯେମିତି ନ କରୁ, ଆମ ଜୀବନରେ ସବୁବେଳେ ଆମେ ପ୍ରସ୍ତୁତର ସହିତ ଆମେ କାର୍ଯ୍ୟ କରିବାର ଆବଶ୍ୟକ ରହିଛି, ଯୋଉଟା କି ପ୍ରଭୁ ଆମଠାରୁ ଚାହାନ୍ତି। ତ ସେଇ ବିଷୟଟି ଯେତେବେଳେ ଏଇ ଘଟଣା ହଉଛି ସେଇଟା ଦାଉଦ ବୁଝି ପାରୁଛନ୍ତି। ତେଣୁକରି ପ୍ରଥମ ବଂଶାବଳୀ 15:13 ସେ କଣ କହୁଛନ୍ତି ନା, 12ରୁ ପଢି ଦଉଛି। ପ୍ରଥମ ବଂଶାବଳୀ 15:12, ତୁମ୍ଭେମାନେ ଲେବୀୟ ମାନଙ୍କ ପିତୃବଂଶର ପ୍ରଧାନ, ମୁଁ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଧୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ସେଇ ସ୍ଥାନକୁ ତାହା ଆଣିବା ପାଇଁ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ଭାତୃଗଣ ଉଭୟ ଆପଣା ମାନଙ୍କୁ କଣ କର? ପବିତ୍ର କର। ଏଇଠି ଅବଶ୍ୟ ବୁଝିପାରୁଛନ୍ତି ଆଉ କହୁଛନ୍ତି କୋଉମାନେ? ଯାଜକ ମାନେ ଆଉ ଲେବୀୟ ମାନେ ହିଁ କେବଳ ପ୍ରଭୁଙ୍କର ସେଇ ସିନ୍ଧୁକ ଆଣିବେ। ଆଉ ସବୁଠୁ ବଡ ବିଷୟ ହଉଛି ଆପଣା ମାନଙ୍କୁ କଣ କରିବେ? ସେମାନେ ପବିତ୍ର କରନ୍ତୁ। କାରଣ ପ୍ରଥମ ଥର ତୁମ୍ଭେମାନେ ତାହା ନ ବହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ। ପ୍ରଥମ ଥର ସେଇଭଳି ତମେ ନ କରିବାରୁ କଣ ହଉଛି ନା, ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ, ଯେହେତୁ ଆମ୍ଭେମାନେ ବିଧି ମତେ ତାହାଙ୍କର ଅନ୍ୱେଷଣ ନ କଲୁ। ତ ଆଜି ଆମେ ପ୍ରଭୁଙ୍କର କାର୍ଯ୍ୟ କରିବା ପାଇଁ ଯେତିକି ଆମେ ମାନେ ଆଗ୍ରହୀ, ତ ଆମକୁ କଣ କରିବାର? ବିଧି ମତେ ତାହାଙ୍କର ଆମକୁ ଅନ୍ୱେଷଣ କରିବାର ଆବଶ୍ୟକ ରହିଛି। 14 ପଦରେ ଆମେ ଦେଖୁଛୁ, ତହୁ ଯାଜକ ମାନେ ଓ ଲେବୀୟ ମାନେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଧୁକ ଆଣିବା ନିମନ୍ତେ ଆପଣା ମାନଙ୍କୁ ପବିତ୍ର କରୁଛନ୍ତି। ଆମେ ମାନେ ହଉଛୁ ନୂତନ ନିୟମର ଯାଜକ ମାନେ। ନୂତନ ନିୟମର ଯାଜକ ଆମେ ପ୍ରଥମ ପିତର 2:9 ଆମେ ଜାଣୁଛୁ, ପ୍ରଭୁ ଆମକୁ ଅନ୍ଧକାରରୁ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆଣିଛନ୍ତି। କଣ ପାଇଁକା? ଯେମିତି ଆମେ ତାଙ୍କର ଗୁଣ କୀର୍ତ୍ତନ କରିବୁ। ଆମେ କାହିଁକି କରିବୁ? କାହିଁକି ଆମେ ତାଙ୍କର ଯାଜକ ବର୍ଗ ଅଟୁ ବୋଲିକା, ମନୋନୀତ ଜାତି। ତ ଆମେ ସବୁବେଳେ ନିଜକୁ କଣ କରିବା ଆବଶ୍ୟକ? ପବିତ୍ର ରଖିବାର ଆବଶ୍ୟକ ରହିଛି। ଆମେ ଅବହେଳିତ ଖ୍ରୀଷ୍ଟୀୟ ଜୀବନ ଯେମିତି ଆଉ ନ କାଟୁ। ଅନେକ ସମୟରେ ଆମ ଜୀବନରେ ସେ ଅବହେଳା ମନୋଭାବ, ଉତ୍ସପରିକା ସେଇ ଅବହେଳା ମନୋଭାବ ଦେଖା ଯାଇଥାଏ। କିନ୍ତୁ ଓବେଦିଦମ ସମ୍ପୂର୍ଣ୍ଣ ଯେତେବେଳେ ତାଙ୍କର ଗୃହକୁ ରଖାଯାଉଛି, ସେତେବେଳେ ସେ ସମ୍ପୂର୍ଣ୍ଣ ଏଇଟା ପ୍ରଭୁଙ୍କର ଉପସ୍ଥିତି, ପ୍ରଭୁଙ୍କର ବୋଲିକା ସେ ମାନେ ବହୁତ ପ୍ରସ୍ତୁତିର ସହିତ ସେ ଥିଲେ। ଆଉ ସେ ତାକୁ ସ୍ପର୍ଶ କରୁନାହାନ୍ତି। ସେ କହୁଛନ୍ତି ମୁଁ ତାକୁ ଦ୍ୱାରୀ ହେବି, ମୁଁ ଜଗିବି। ମାନେ ସେ ଜଗୁଆଳିର କାମ ପାଇକା ସେ ନିଜକୁ କଣ କରୁଛନ୍ତି ନା, ପ୍ରସ୍ତୁତ କରୁଛନ୍ତି। ତ ସେଇ ତାପରେ ଆମେ ଦେଖୁଛୁ ସେ ଆଉ ତାଙ୍କର ପରିବାର ସେମାନେ କଣ କରୁଛନ୍ତି ନା, 62 ଜଣ ସେମାନେ ସେଇ ଦ୍ୱାରପାଳ ହଉଛନ୍ତି। ମାନେ ସେଇ ଜଗିବାର, ସେଇଟା ପ୍ରଭୁଙ୍କର ସିନ୍ଧୁକ, ଆମେ ତାକୁ ଜଗିବୁ ବୋଲିକା ସେ କଣ କରୁଛନ୍ତି? ସେ କାର୍ଯ୍ୟ ପାଇଁକା ସେମାନେ ନିଯୁକ୍ତ ହଉଛନ୍ତି। ପରବର୍ତ୍ତୀ ସମୟରେ ଅନେକ ସମୟରେ ଆମେ ଭାବୁ କି ଆମେ ବଡ ବଡ କାର୍ଯ୍ୟ କରିବା ପାଇଁ, କିନ୍ତୁ ସେ ଛୋଟ କାର୍ଯ୍ୟଟାକୁ ବି ସେ ବାଛୁଛନ୍ତି ଆଉ ଅତି ବିଶ୍ୱସ୍ତ ଭାବରେ ସେ ତାହା ମଧ୍ୟ ସାଧନ କରୁଛନ୍ତି। ଫଳରେ ପ୍ରଭୁ କଣ କରୁଛନ୍ତି? ଆଶୀର୍ବାଦ କରୁଛନ୍ତି। ଆମେ ପ୍ରଭୁଙ୍କ ପାଇଁ କେତେ ବଡ କାର୍ଯ୍ୟ କରୁଛୁ ସେଇଟା ବଡ ବିଷୟ ନାହିଁ, କିନ୍ତୁ କେତେ ବିଶ୍ୱସ୍ତ ଭାବରେ, କେତେ ପ୍ରସ୍ତୁତିର ସହିତ, କେତେ ପବିତ୍ର ଭାବରେ ଆମେ କରୁଛୁ, ସେଇଟା ହଉଛି ବଡ ବିଷୟ। ଆମେ ଦେଖିବା କାହିଁକି ଆମେ ମାନେ ପବିତ୍ର ହେବା, କାହିଁକି ଆମେ ମାନେ ପବିତ୍ର ହେବା। ଯେତେବେଳେ ଆମେ ମାନେ ପ୍ରଭୁଙ୍କର ଉପସ୍ଥିତିରେ ଆସୁଛୁ, ଯେତେବେଳେ ଆମେ ମାନେ ପ୍ରଭୁଙ୍କ ଉପସ୍ଥିତିକୁ ନେଇ ଆସୁଛୁ ଅନ୍ୟମାନଙ୍କୁ, ଆମେ ପବିତ୍ର ହେବାର ଆବଶ୍ୟକ ରହିଛି। କାରଣ ପ୍ରଥମ ବିଷୟ ଆମେ ମାନେ ଦେଖିବା ଯେ ପ୍ରକାଶିତ 15:4। ହେ ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର। ଜାତି ସମୂହ ଆସି ତୁମ୍ଭ ଛାମରେ ପ୍ରଣାମ କରିବେ, ତେଣୁ ତୁମ୍ଭର ନ୍ୟାଯ୍ୟ କର୍ମ ସମୂହ ପ୍ରକାଶିତ ହୋଇଅଛି। ଆମର ପ୍ରଭୁ ହଉଛନ୍ତି କଣ ନା, କାରଣ
କେବଳ ତୁମ୍ଭେ ହିଁ ପବିତ୍ର। ଯେହେତୁ ଆମର ପ୍ରଭୁ ପବିତ୍ର, ଆଉ ଜାତି ସମୂହ ଆସିକି କଣ କରିବେ? ପ୍ରଭୁଙ୍କୁ ପ୍ରଣାମ କରିବେ। ଆଉ ଆମକୁ କିଏ, ପ୍ରଭୁଙ୍କୁ କିଏ ଭୟ ନ କରିବ? ତୁମ୍ଭ ନାମର କିଏ ଗୌରବ କୀର୍ତ୍ତନ ନ କରିବ? ଏତେ ଗୌରବାନ୍ୱିତ ପ୍ରଭୁ, ଏତେ ପବିତ୍ର ପ୍ରଭୁ, ଆମକୁ ମଧ୍ୟ ପବିତ୍ର ଭାବରେ ତାଙ୍କର ସେବା କରିବା ପାଇଁକା ଅଛି। ସେଥିପାଇଁ ଯାତ୍ରା 19:22 କହୁଛନ୍ତି, ଯାତ୍ରା 19:22। ଆଉ ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥାନ୍ତି, ସେମାନେ ହିଁ ଆପଣମାନଙ୍କୁ ପବିତ୍ର କରନ୍ତୁ, ନହେଲେ ସେ ସେମାନଙ୍କୁ ଆକ୍ରମଣ କରିବେ। ନହେଲେ ସେ ସେମାନଙ୍କୁ କଣ କରିବେ? ଆକ୍ରମଣ କରିବେ। କିନ୍ତୁ ଆଜି ଆମେ କଣ କରୁଛୁ? କେତେ ଅବହେଳିତ ଭାବରେ ପ୍ରଭୁଙ୍କର କାର୍ଯ୍ୟ ଆମେ କରୁଛୁ। କେତେ ଅବହେଳିତ ଭାବରେ, ଯାଜକ ଭାବରେ ଆମେ କହିଛୁ କି ଆମେ ଯାଜକ, ଆମେ କାର୍ଯ୍ୟ, କିନ୍ତୁ ଯେତେବେଳେ ଆମେ ନିଜକୁ ଯୋଗ୍ୟ ନ କରୁ, ସେତେବେଳେ କଣ ହେଇଥାଏ? ପ୍ରଭୁ ଆକ୍ରମଣ କରିଥାନ୍ତି। ତେଣୁ କହିବାର ଉଦ୍ଦେଶ୍ୟ ମୋର ଯେ ଆମେ ନିଜକୁ ପବିତ୍ର ରଖିବାର ଆବଶ୍ୟକ ରହିଛି। ଏଇଟା ହଉଛି ପ୍ରଥମ ବିଷୟ। ଦ୍ଵିତୀୟ ବିଷୟ ହଉଛି ଆମେ ଏଇ ପବିତ୍ର ବାକ୍ୟ ନେଇକି ଯାଉଛୁ, ଏଇ ପବିତ୍ର ବାକ୍ୟକୁ ଆମ୍ଭେମାନେ ଶୁଣୁଛୁ, ପବିତ୍ର ବାକ୍ୟକୁ ଆମ୍ଭେମାନେ କହୁଛୁ। ସେଥିପାଇଁ ଆମକୁ କଣ ହେବାର ଆବଶ୍ୟକ ରହିଛି? ନା ପବିତ୍ର ହେବାର ଆବଶ୍ୟକ ରହିଛି। ଗୀତ ସଂହିତା 12:6 ଯଦି ଦେଖିବେ, ସେଠି ଲେଖା ଯାଉଛି, ସଦାପ୍ରଭୁଙ୍କର ବାକ୍ୟ ସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉନ୍ମାଇରେ ପରୀକ୍ଷିତ, 7 ଥର ପରିଷ୍କୃତ ରୂପାତୁଲ୍ୟ। ପ୍ରଭୁଙ୍କର ଏ ବାକ୍ୟ ହଉଛି କେତେ ପରିଷ୍କାର ବାକ୍ୟ। ତେଣୁକରି ଯୋଉମାନେ ନେଉଛୁ, ଆମକୁ କେତେ ପରିଷ୍କାର, କେତେ ପବିତ୍ର ରହିବାର ଆବଶ୍ୟକ ରହିଛି। ଯୋହନ 17:17 ଲେଖାଯାଇଛି, ସତ୍ୟ ଦ୍ଵାରା ପବିତ୍ର କର, କାହିଁକି? ତମର ବାକ୍ୟ ହଉଛି ସତ୍ୟ। ସତ୍ୟ ଦ୍ଵାରା କଣ କର? ପବିତ୍ର କର ବୋଲିକା। ଆଉ ବାକ୍ୟ ହିଁ ହଉଛି ବାକ୍ୟ ହଉଛି ସତ୍ୟ। ତ ଏଇ ସତ୍ୟ ବାକ୍ୟ ଦ୍ଵାରା ଆମେ କଣ ହେଇପାରିବା? ନା ପବିତ୍ର ଆମେ ମାନେ ହେଇପାରିବା। ତୃତୀୟ ବିଷୟ ଆମେ ଦେଖିବା, ଆମେ ଯେହେତୁ ପ୍ରଭୁଙ୍କର ଗୃହ ବା ମଣ୍ଡଳୀ ଭାବରେ ଆମେ ଏକତ୍ରିତ ହେଉଛୁ, ତ ଆମକୁ ପବିତ୍ର ରହିବା ପାଇଁକା ପଡିବ। ଯଦି ଗୀତ ସଂହିତା 93:5 ଦେଖିବେ, ଗୀତ ପଢିଦବା, ଗୀତ ସଂହିତା 93:5। 93:5 ନାଇଁ? ହଁ, ଅଛି। ତୁମ୍ଭର ପ୍ରମାଣ ବାକ୍ୟ ଅତି ନିଶ୍ଚିତ, ହେ ସଦାପ୍ରଭୁ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା। ଆମେନ୍। ଏଠି ଆମେ ଦେଖୁଛୁ ପବିତ୍ରତା ସବୁବେଳେ ହଉଛି ପ୍ରଭୁଙ୍କ ଗୃହର ଶୋଭା। ତ ପ୍ରଭୁଙ୍କ ଗୃହ ଆଜି କିଏ? ଆମେମାନେ ହଉଛୁ ଜଣେ ଜଣେ ପ୍ରଭୁଙ୍କର ଗୃହ ଅଟଉଛୁ। କାହିଁକି? ଆମେ ଯଦି ପ୍ରଥମ କରନ୍ତି 6 ପର୍ବର 20 ପଦ ଆମେ ଦେଖିବା, ସେ ସ୍ଥାନରେ ଆମେମାନେ ଲେଖା ଯାଉଛି, ତୁମ୍ଭେମାନେ କି ଜାଣ ନାହିଁ, ତୁମ୍ଭେମାନେ ଈଶ୍ୱରଙ୍କର ମନ୍ଦିର ବୋଲିକା। ପ୍ରଥମ କରନ୍ତି 3:16। କାରଣ ତୁମ୍ଭେମାନେ 3:16। କି ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରେ ବାସ କରନ୍ତି। ଆମେନ୍। ତମେମାନେ କି ଜାଣ ନାହିଁ, ତମେମାନେ ଈଶ୍ୱରଙ୍କର ମନ୍ଦିର। ଆଜି ଆମେମାନେ ନୂତନ ନିୟମର ବିଶ୍ୱାସୀ ମାନେ ଜଣେ ଜଣେ ହଉଛୁ ପ୍ରଭୁଙ୍କର କଣ? ମନ୍ଦିର। ମନ୍ଦିରର ଶୋଭା ହଉଛି କଣ? ସବୁବେଳେ ପବିତ୍ର ରହିବା। ତେଣୁକରି ପ୍ରଭୁଙ୍କର ଲୋକମାନେ ଆମେ ସବୁବେଳେ ଜାଣିବା ଦରକାର, ପ୍ରଭୁ ଆମ ଠାରେ ବାସ କରନ୍ତି। କୌଣସି ହସ୍ତ ନିର୍ମିତ ଗୃହରେ ନାହିଁ, କିନ୍ତୁ ପ୍ରଭୁଙ୍କର ମନ୍ଦିର ଭାବରେ ପ୍ରଭୁ ଆମ ମାନଙ୍କ ମଧ୍ୟରେ ବାସ କରନ୍ତି। ତେଣୁକରି ଆମେ ସବୁବେଳେ ନିଜକୁ ପବିତ୍ର ରଖିବାର ଆବଶ୍ୟକ ରହିଛି। ଏଇଟା ହଉଛି ତୃତୀୟ ବିଷୟ। ଚତୁର୍ଥ ବିଷୟ ଦେଖିବା, ପ୍ରଭୁଙ୍କର ଇଚ୍ଛା ଅଟେ କଣ? ନା ଆମେ ମାନେ ପବିତ୍ର ହେଉ। କାହିଁକି? ପ୍ରଥମ ଥେସଲୋନିକି 4:3 ଆମେ ଦେଖୁଛୁ, କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କର ଇଚ୍ଛା। ପ୍ରଭୁଙ୍କର ଗୋଟେ ଇଚ୍ଛା ରହିଛି। ଅନେକ ସମୟରେ ଆମେ ସବୁବେଳେ ଆମ ନିଜର ଇଚ୍ଛାଟାକୁ ସଫଳ କରିବା ପାଇଁ, ନିଜର ଇଚ୍ଛାଟା
ମୋର ଏଇଟା ଇଚ୍ଛା ହଉଛି କରିବା ପାଇଁ ଆମେ ମାନେ କଣ କରିଥାଉ ନା ବେଶୀ ଟିକେ ଗୁରୁତ୍ୱ ଦେଇଥାଉ। କିନ୍ତୁ ପ୍ରଭୁଙ୍କର ଇଚ୍ଛା, ପ୍ରଭୁଙ୍କର ମନ୍ଦିର ଭାବରେ, ପ୍ରଭୁଙ୍କର ଯାଜକ ଭାବରେ ଆମକୁ ପ୍ରଭୁଙ୍କର ଇଚ୍ଛାକୁ ବି ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି। ପ୍ରଭୁ ଏଇଟା ହିଁ ଚାହାନ୍ତି ତୁମେ ମାନେ କଣ ହୁଅ ନା ପବିତ୍ର ହୁଅ ବୋଲିକା। ଆଉ ଯଦି ପ୍ରଥମ ଏଫିସି ତାର 1 ପର୍ବ 4 ପଦ ଦେଖିବା, ସେଠି ମଧ୍ୟ କହୁଛନ୍ତି ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତନ ପୂର୍ବେ ତାହାଙ୍କ ଠାରେ ଆମ୍ଭମାନଙ୍କୁ ମନୋନୀତ କଲେ। ଏଥିପାଇଁ ହିଁ ପ୍ରଭୁ ଆମକୁ ବାଛିଲେ। ବାଛିବାର କାରଣ ହଉଛି ପ୍ରଭୁଙ୍କର କଣ ନା ଯେମିତି ଆମେ ମାନେ କଣ ହଉ, ପବିତ୍ର ଆଉ ଅନିନ୍ଦନୀୟ ହେଉ ବୋଲି। ତେଣୁ ପ୍ରଭୁ ଆମକୁ ସବୁବେଳେ ତାଙ୍କର ଇଚ୍ଛା ବୁଝିବା ପାଇଁକା ସାହାଯ୍ୟ କରନ୍ତୁ। ଆଉ ପ୍ରଥମ ପିତର 1:15-16 ଆମେ ସବୁ ଜାଣିଛୁ, ତୁମ ମାନଙ୍କର ଆହ୍ୱାନ କର୍ତ୍ତା ପିତା ଯେପରି ପବିତ୍ର, ତୁମେ ମାନେ ମଧ୍ୟ ଆଜ୍ଞାବହ ସନ୍ତାନ ମାନଙ୍କ ପରି ସମସ୍ତ ଆଚରଣରେ କଣ ହୁଅ ନା ପବିତ୍ର ହୁଅ ବୋଲି। ତ ଏଇଟା ଯେତେବେଳେ ପ୍ରଭୁଙ୍କର ଇଚ୍ଛା, ଆମ ମାନେ ମଧ୍ୟ ସେଇଭଳି ଜୀବନ କାଟିବାର ଆବଶ୍ୟକ ରହିଛି। ଆଉ କଣ ନା ପ୍ରଭୁଙ୍କର ସନ୍ତୋଷ ରହିଛି। ଯୋଉମାନେ ପବିତ୍ର ଜୀବନ ଯାପନ କରନ୍ତି, ପ୍ରଭୁ କଣ ହୁଅନ୍ତି? ଖୁସି ହୁଅନ୍ତି। ସେଇମାନଙ୍କ ଠାରେ ହିଁ ପ୍ରଭୁଙ୍କର ସନ୍ତୋଷ। ଆମେ କେତେ ପାଇଲୁ, କେତେ କାର୍ଯ୍ୟ କଲୁ, କେତେ କଣ କଲୁ, ପ୍ରଭୁ ସେଥିରେ ଖୁସି ନୁହନ୍ତି। ପ୍ରଭୁଙ୍କର ସନ୍ତୋଷ କଣ ନା ଗୀତ ସଂଗୀତା 16:3 ଲେଖା ଯାଉଛି, ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି ସେମାନେ ଆଦରଣୀୟ, ସେମାନଙ୍କ ଠାରେ ମୋହର ପରମ ସନ୍ତୋଷ। ଆମର ସବୁବେଳେ ଲକ୍ଷ୍ୟ ରହିବା ଦରକାର, ପ୍ରଭୁଙ୍କର ଇଚ୍ଛାକୁ ବୁଝିବାର ଆମର ଆବଶ୍ୟକ ରହିଛି। ଆଉ ପ୍ରଭୁ କୋଉଥିରେ ସନ୍ତୋଷ ପାଆନ୍ତି ସେଇ ବିଷୟକୁ ଆମକୁ ଜାଣିବାର ଆବଶ୍ୟକ ରହିଛି। ପୃଥିବୀରେ ଏଇଟା ଲେଖା ଯାଉନି, ପୃଥିବୀରେ ବି ପବିତ୍ର ଲୋକମାନେ ଅଛନ୍ତି, ଥିଲେ, ଅଛନ୍ତି, ଆଉ ଥିବା ପର୍ଯ୍ୟନ୍ତ, ପ୍ରଭୁଙ୍କର ଆଗମନ ନହେବା ପର୍ଯ୍ୟନ୍ତ ଯୋଉମାନେ ଆସିବେ ପବିତ୍ର ଲୋକମାନେ ବି କିଛି ଥିବେ, ଯୋଉମାନେ ଆଦରଣୀୟ, ଯୋଉମାନଙ୍କ ଠାରେ ପ୍ରଭୁଙ୍କର କଣ ନା ପରମ ସନ୍ତୋଷ। ତାପରେ ଆମେ ମାନେ ଦେଖିବା ପ୍ରଭୁଙ୍କ ନିକଟକୁ ନେବାର ପଥ ହଉଛି ପବିତ୍ର। ଆମେ ମାନେ ଗୋଟେ ଲକ୍ଷ୍ୟ ନେଇକି ଏ ଜଗତରେ ବାସ କରୁଛୁ, କଣ ନା ଆମେ ପ୍ରଭୁଙ୍କ ନିକଟକୁ ଆମେ ଯିବା। ଯଦି ଟିକେ ପଢିବେ ଯିଶାୟା ତାର 35:8, ସେଇ ପଥ ହେଉଛି ପବିତ୍ର। ସେ ପଥରେ କୌଣସି ଅଶୁଚି ବିଷୟ ଯାଇପାରିବ ନାହିଁ, କିନ୍ତୁ ଯୋଉମାନେ ପବିତ୍ର ସେମାନେ ସେଇ ପଥରେ ଯିବେ। ଯିଶାୟା 35:8। ପୁଣି ସେଠାରେ ଏକ ରାଜଦଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ। ତାହା କେବଳ ସେମାନଙ୍କ ନିମନ୍ତେ ହେବ, ମାତ୍ର କୌଣସି ଅଶୁଚି ଲୋକ ତହି ଉପରେ ଗମନ କରିବ ନାହିଁ। ପଥିକମାନେ ଓ ଅଜ୍ଞାନ ମାନେ ହିଁ ତହିରେ ଭ୍ରାନ୍ତ ହେବେ ନାହିଁ। ଆମେନ୍। ଏଠି ଆମେ ଦେଖୁଛୁ କୌଣସି ଅଶୁଚି ଲୋକ ତହିଁରେ ଗମନ କରିବ ନାହିଁ। ସେଇ ପଥରେ ଯିବା, ସେଇ ପଥ ହିଁ ଆମକୁ ପ୍ରଭୁଙ୍କ ପାଖକୁ ନେଇଯିବ। ପ୍ରଭୁଙ୍କର ପଥ ବି ହଉଛି ପବିତ୍ର। ସେଥିପାଇଁ ଆମକୁ କଣ ରହିବାକୁ ପଡିବ ନା ପବିତ୍ର ରହିବା ପାଇଁକା ପଡିବ। ଆଉ କଣ, ଯଦି ଆମେ ପ୍ରଭୁଙ୍କୁ ଦେଖିବା ପାଇଁ ଆମ ଜୀବନର ଲକ୍ଷ୍ୟ, ତେବେ ମଧ୍ୟ ଆମକୁ ପବିତ୍ର ରହିବା ପାଇଁ ପଡିବ। ଏବ୍ରୀ ତାର 12:14। ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର। ଆମେନ୍। ଯେଉଁ ପବିତ୍ରତା ବିନୁ କଣ ନା କେହି ପ୍ରଭୁଙ୍କର ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର। ବିନା ପବିତ୍ରତାରେ ଆମେ କଣ ହେଇପାରିବୁନି ନା ପ୍ରଭୁଙ୍କର ଦର୍ଶନ ପାଇପାରିବୁ ନାହିଁ। ତ ପ୍ରଭୁଙ୍କର ଉପସ୍ଥିତିରେ ଆସିବା, ପ୍ରଭୁଙ୍କର ପ୍ରିୟ ମାନଙ୍କୁ କହିବାକୁ ଚାହିଁବି, ଆମର ଲକ୍ଷ୍ୟ ହଉଛି ଆମେ ପ୍ରଭୁଙ୍କୁ ଦେଖିବା, ପ୍ରଭୁଙ୍କ ପଥରେ ଚାଲିବା, ପ୍ରଭୁଙ୍କର ଗୃହ ହେବା, ପ୍ରଭୁଙ୍କର ଯାଜକ ହେବା, ପ୍ରଭୁଙ୍କର ବାକ୍ୟ ପ୍ରକାଶକ ହେବା। ଆମକୁ କଣ କରିବା ଆବଶ୍ୟକ? ନିଜକୁ ପବିତ୍ର ରଖିବାର ଆବଶ୍ୟକ ରହିଛି। ଆଉ ଯଦି ଆମ ଜୀବନରେ ଆମେ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିବାକୁ ଚାହୁଁଛୁ, ତେବେ ମଧ୍ୟ ଆମକୁ କଣ ହେବାକୁ ପଡିବ? ପବିତ୍ର ହେବା ପାଇଁକା ପଡିବ। ଯିହୋଶୁଆ 3:5। ଯିହୋଶୁଆ 3:5। ଏଥି ଉତ୍ତରେ ଯିହୋଶୁଆ ଲୋକମାନଙ୍କୁ କହିଲେ,
ତୁମ୍ଭେମାନେ ଆପଣା ଆପଣାକୁ ପବିତ୍ର କର, କାରଣ କାଲି ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ କ୍ରିୟା କରିବେ। ଆମେନ୍। ତମେ ପବିତ୍ର କର। କାହିଁକି ପବିତ୍ର କରିବ? କାରଣ ପ୍ରଭୁ କଣ କରିବେ? ତୁମମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ କ୍ରିୟା କରିବେ। ଯଦି ଆମେ ପ୍ରଭୁଙ୍କର ଆଶ୍ଚର୍ଯ୍ୟ କ୍ରିୟା କାର୍ଯ୍ୟ ଆମ ଜୀବନରେ ଦେଖିବାକୁ ଚାହୁଁ, ତେବେ ଆମେ ନିଜକୁ ପବିତ୍ର କରିବାର ଆବଶ୍ୟକ ରହିଛି। ନେକ୍ସଟ ଆମେ ଦେଖିବା କଣ? ଏବ୍ରି 2:11 ଲେଖାଯାଉଛି, ଯୋଉମାନେ ପବିତ୍ରୀକୃତ ହୁଅନ୍ତି ନା, ସେଇମାନେ ହଉଛନ୍ତି ଈଶ୍ୱରଙ୍କର ସନ୍ତାନ। ସମସ୍ତେ ବୋଲି ଲେଖାଯାଉନି, ସେଠି ଆମେ ଦେଖିବା 2:11 ଲେଖାଯାଉଛି, ତେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ। ସେଥି ନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହନ୍ତି। ଆମେନ୍। ଯିଏ ପବିତ୍ର କରନ୍ତି ଆଉ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ। ତେଣୁକରି ପ୍ରଭୁଙ୍କ ପ୍ରିୟ ମାନେ, ଆମ ମାନଙ୍କୁ ପବିତ୍ର ରହିବାର ଆବଶ୍ୟକ ରହିଛି, ଯୋଉଟା କି ଆମେ ମାନେ ଦେଖୁଛୁ ପ୍ରକାଶିତ 22:11 ଲେଖାଯାଉଛି କଣ? ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ, ପୁଣି ଯେ ଧାର୍ମିକ ସେ କଣ କରୁ? ସେ ଆହୁରି ଧର୍ମାଚରଣ କରୁ, ଯେ ପବିତ୍ର ସେ ଆହୁରି ପବିତ୍ର ହେଉ। ଯଦି ଆମେ ପବିତ୍ର ଆହୁରି, ପ୍ରଭୁ ଚାହାନ୍ତି ଆହୁରି ଟିକେ ହେବା ପାଇଁକା, ଏହା ପ୍ରଭୁ ଚାହାନ୍ତି ଆମକୁ ଦିନ ପ୍ରତିଦିନ ସେଥିପାଇଁ ମଧ୍ୟ ସୁଯୋଗ ଦେଉଛନ୍ତି। ପ୍ରଭୁ ଆମକୁ ଦେଉଥିବା ସୁଯୋଗ ଯେମିତି ଆମେ ଉତ୍ତମ ଭାବରେ ତାର ସଦୁପଯୋଗ କରୁ, ଆହୁରି 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 ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଆମେ ମାନେ ପବିତ୍ର ହେଇ ସେଇ ଆଶୀର୍ବାଦକୁ ଆମ ଜୀବନରେ ଦେଖୁ। ସେ ଓବେଦେଦୋମ ପରି ଆମ ପରିବାରରେ ଯେମିତି ଆମେ ଦେଖିବାକୁ ପାରୁ, ପ୍ରଭୁ ଆମକୁ ସେଇଭଳି କରନ୍ତୁ। ଆମର ସେଇ ଆଶୀର୍ବାଦକୁ ଦେଖିକି ଲୋକମାନେ ଜାଣିବେ କଣ ନା, ଆମେ ସେଇ ପ୍ରଭୁଙ୍କର ପବିତ୍ରୀକୃତ ଲୋକମାନେ। ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କ ବାକ୍ୟ ଦେଇକି ଆଶୀର୍ବାଦ କରନ୍ତୁ। ଆମେ ଏଇ ଦିନ ମାନଙ୍କରେ ଯେମିତି ଅବହେଳିତ ଜୀବନ ନ କାଟୁ, ପ୍ରଭୁଙ୍କର ପାଇଁ ଆମେ ମନୋଯୋଗୀ ଅଟୁ, ପ୍ରଭୁଙ୍କ ପାଇଁକା ଆମେ ମାନେ ଉଦ୍ଯୋଗୀ ଅଟୁ, ପ୍ରଭୁଙ୍କ ପାଇଁ ଆମେ ମାନେ ଆଗ୍ରହୀ ଅଟୁ, ତ ଆମେ ସବୁବେଳେ ପ୍ରସ୍ତୁତ, ପବିତ୍ର, ଜାଗ୍ରତ ଜୀବନ କାଟିବାର ଆବଶ୍ୟକ ରହିଛି। ତ ଆମେ ଦେଖିଲୁ ଉଷ ଉପରେ ପ୍ରଭୁଙ୍କର କ୍ରୋଧ ଆସୁଛି, ଉଷର ବିନାଶ ଘଟୁଛି, ଉଷର ମୃତ୍ୟୁ ଘଟୁଛି, କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖୁଛୁ କଣ? ଓବେଦେଦୋମକୁ ପ୍ରଭୁ ଆଶୀର୍ବାଦ କରୁଛନ୍ତି, ତାର ପରିବାରକୁ ମଧ୍ୟ ଆଶୀର୍ବାଦ କରୁଛନ୍ତି। ଆଉ ଏଇଟା ଦେଖିକି ଦାଉଦ ବୁଝି ଯାଉଛନ୍ତି, ପ୍ରଥମ ଥର କିଭଳି ଭାବରେ ସବୁ ଥିଲା, ନୂଆ ଶଗଡ଼ ଥିଲା, ଶକ୍ତିର ସହିତ ଉଦ୍ଯୋଗର ସହିତ ବହୁତ ଗୀତ ନୃତ୍ୟ ସବୁ କରିକି କଣ କରୁଛନ୍ତି? ନେଇକି ଆସୁଛନ୍ତି, କିନ୍ତୁ ସଫଳତା ପାଇପାରୁନାହାନ୍ତି। ତାପରେ ଯେତେବେଳେ ସେ ନିଜେ ଦେଖୁଛନ୍ତି ଓବେଦେଦୋମର ଗୃହରେ ତ ଏଇଭଳି, ବୁଝି ପାରୁଛନ୍ତି ସେ କିଭଳି ଭାବରେ ନିଜକୁ ପ୍ରସ୍ତୁତ କରି ରଖିଥିଲେ, ଆଉ ସେ ଇଏକୁ ଫଲୋ କରୁଛନ୍ତି। ସିନ୍ଧୁକୁ ଆଣିବାର କାର୍ଯ୍ୟ ହଉଛି ଯାଜକ ମାନଙ୍କର, ଲେବୀୟ ମାନଙ୍କର। ସେମାନେ ଆଣିବା ପୂର୍ବରୁ ପ୍ରଥମେ ନିଜକୁ କଣ କରିବା ଆବଶ୍ୟକ ରହିଛି? ନିଜକୁ ପବିତ୍ର କରିବାର ଆବଶ୍ୟକ ରହିଛି। ତେଣୁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ତାଙ୍କ ବାକ୍ୟ ବୁଝିବା ପାଇଁ ସାହାଯ୍ୟ କରନ୍ତୁ, ଯେମିତି ଆମେ ଆମ ପାଇଁ, ଆମ ଜୀବନ, ଆମ ପରିବାର ପାଇଁକା, ଆମ ମଣ୍ଡଳୀ ପାଇଁ ଗୋଟେ ଗୋଟେ ଆଶୀର୍ବାଦର କାରଣ ହେବୁ, ଆଶୀର୍ବାଦ ନେଇ ଆସିବୁ। ସେଥିପାଇଁ ଆମେ ମାନେ ପବିତ୍ର ରହିବା ଆବଶ୍ୟକ ରହିଛି। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ। ସମସ୍ତେ ଆମେ କରତାଳ ଦେବା। ଉତ୍ତମ ବାକ୍ୟ ଦେଇଛନ୍ତି ପ୍ରଭୁଙ୍କର ଦାସୀ, ତାଙ୍କ ମୁଖପାତ୍ର ହିଁ ପ୍ରଭୁ ଆଉ କଥା କହିଛନ୍ତି। ପବିତ୍ର, କି ପ୍ରକାର ପବିତ୍ର ଜୀବନ କାଟିବା, ଆଉ ତାଙ୍କର ଯାଜକ ମାନେ ମଧ୍ୟ ପବିତ୍ର ହଉଥିଲେ। ସେମାନେ ପବିତ୍ର ଜୀବନ କାଟୁଥିଲେ, କାରଣ ଆଉ ତାଙ୍କର ନିୟମ ସିନ୍ଧୁକ କି ପ୍ରକାର ପବିତ୍ର ହେଇଥିଲେ। ସେମାନେ ନିୟମ ସିନ୍ଧୁକ ଦ୍ୱାରା ସେମାନେ ପବିତ୍ର ଜାଗ୍ରତ ଜୀବନ କାଟୁଥିଲେ, ସେ ନିୟମ ସିନ୍ଧୁକ ରଖିବାକୁ ହେଲେ। ଆଉ ଆମମାନେ ପବିତ୍ର, ଆମମାନଙ୍କର ପରମେଶ୍ୱର ପବିତ୍ର,
ସେଥିପାଇଁ ଆମେ ମାନେ ପବିତ୍ର ହେବାର ଆବଶ୍ୟକତା ଅଛି। ବାକ୍ୟ ଦ୍ୱାରା ଆମେ ସଚେତନ ହେବାର ଆବଶ୍ୟକତା ଅଛି। ବାକ୍ୟ ସେଇ ଜୀବନ୍ତ ବାକ୍ୟ ଆମମାନଙ୍କ ନିମନ୍ତେ ଆଉ ଆଜି ଆମେ ଶୁଣିଅଛୁ ପ୍ରଭୁ ତାଙ୍କର ଦାସୀର ମୁଖପାତ୍ର ଏ କଥା କହିଛନ୍ତି। ଆମମାନେ ଏଇ ଦିନ ମାନଙ୍କରେ କି ପ୍ରକାର ପବିତ୍ର ହେବା ଆଉ ପବିତ୍ର ଜୀବନ କାଟିଲେ ପ୍ରଭୁ ଆମମାନଙ୍କର ସହିତ ରହିବେ ଆଉ ଆମମାନଙ୍କୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖାଇବେ ଆଉ ଆମମାନଙ୍କର ଉନ୍ନତି ମଧ୍ୟ କରିବେ, ଆମମାନଙ୍କୁ ସୁରକ୍ଷା ମଧ୍ୟ ଦେବେ। ଆମମାନେ ଏଇ ଦିନ ମାନଙ୍କରେ ଆଉ ତାଙ୍କର ବାକ୍ୟକୁ ଆମେ ସଂଗ୍ରହ କରି ଆମେ ଆଉ ସଞ୍ଚିତ କରି ଆମେ ତାଙ୍କର ଆଉ ବାକ୍ୟ ପାଳନ କରି ଆଉ ପବିତ୍ର ଜୀବନ କାଟିବାର ଆମର ଆବଶ୍ୟକତା ଅଛି। ଆଉ ପ୍ରଭୁଙ୍କର ଦାସୀକୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଉତ୍ତମ ବାକ୍ୟ ଚେତନାମୂଳକ ବାକ୍ୟ ଆମମାନଙ୍କୁ ଦେଇଛନ୍ତି। ଆଉ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆଉ ନମସ୍କାର। ପ୍ରଭୁ ଆପଣଙ୍କ ପରିବାରକୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଅନେକ ଜାଗାରେ ବ୍ୟବହାର କରନ୍ତୁ।